ସହରର କୋଳାହଳଠାରୁ ଦୂରକୁ। ଓଡ଼ିଶାର ଗୋଟିଏ ଏମିତି ଜାଗା, କେବଳ ଗୋଟିଏ ପାହାଡ଼ ନୁହେଁ, ବରଂ ଇତିହାସର ଗୋଟିଏ ବଡ଼ ପରିବର୍ତ୍ତନର ମୂଲ୍ୟବାନ ପୃଷ୍ଠା। ଆମେ ଅଛୁ ଧଉଳିଗିରିରେ। ଭୁବନେଶ୍ୱରଠାରୁ ମାତ୍ର 8 କିଲୋମିଟର ଦୂରରେ ଦୟାନଦୀ କୂଳରେ ଅବସ୍ଥିତ ଏହି ପାହାଡ଼ ଚାରିଆଡ଼େ ସବୁଜିମା ଆଉ ଉପରେ ଧଳା ରଙ୍ଗର ବିଶାଳ ଶାନ୍ତି ସ୍ତୂପ। କିନ୍ତୁ ଏହି ଶାନ୍ତି ଆସିବା ପୂର୍ବରୁ ଏହି ମାଟି ଦେଖିଥିଲା ଗୋଟେ ଭୟଙ୍କର ଯୁଦ୍ଧ। କୁହାଯାଏ ଏହି ଦୟାନଦୀ ପାଣି ରକ୍ତରେ ଲାଲ ହୋଇଯାଇଥିଲା, ଆଉ ଠିକ୍ ଏହିଠାରେ ହିଁ ସମ୍ରାଟ ଅଶୋକ ନିଜର ଅସ୍ତ୍ର ତ୍ୟାଗ କରି ଶାନ୍ତିର ମାର୍ଗ ବାଛିଥିଲେ। 1972 ମସିହାରେ ଜାପାନ ବୁଦ୍ଧ ସଂଘ ଆଉ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ବିଶ୍ୱ ଶାନ୍ତି ସ୍ତୂପ ନିର୍ମିତ ହୋଇଥିଲା। ଏହି ଧଳା ଗୁମ୍ବୁଜ ଉପରେ ଭଗବାନ ବୁଦ୍ଧଙ୍କ ଜୀବନର ବିଭିନ୍ନ ଘଟଣାବଳୀ ଖୋଦିତ ହୋଇଛି। ଚାରିପଟେ ଥିବା ବୁଦ୍ଧଙ୍କ ମୂର୍ତ୍ତି ଆଉ ତାଙ୍କ ଉଦ୍ଦେଶ୍ୟ ଆପଣଙ୍କୁ ଗୋଟିଏ ଭିନ୍ନ ପ୍ରକାରର ପ୍ରଶାନ୍ତି ଦେବ।